History Honors Core 5 Selected Long Question। ପ୍ରାରମ୍ଭିକ ମଧ୍ୟଯୁଗୀୟ ଭାରତ ଅଧ୍ୟୟନରେ ଐତିହାସିକ ଭୂଗୋଳ ଭୂମିକା ବର୍ଣ୍ଣନା କର। ପ୍ରାରମ୍ଭିକ ମଧ୍ୟଯୁଗୀୟ ଭାରତ ଇତିହାସକୁ ସମ୍ୟକ ରୂପେ ହୃଦୟଙ୍ଗମ କରିବାକୁ ହେଲେ ତତ୍କାଳୀନ ଭାରତର ଭୌଗୋଳିକ ଏବଂ ପରିବେଶକୁ ଅଧ୍ୟୟନ କରିବା ଅତ୍ୟନ୍ତ ଆବଶ୍ୟକ ଅଟେ। କାରଣ ଏହା ସେ ସମୟ ଭାରତୀୟମାନଙ୍କ ଚରିତ୍ର ଏବଂ ମାନସିକତାକୁ ଗଭୀର ରୂପେ ପ୍ରଭାବିତ କରିଥିବା ସଙ୍ଗେ ସଙ୍ଗେ ଦେଶ ତତ୍କାଳୀନ ରାଜନୈତିକ, ସାମାଜିକ, ଅର୍ଥନୈତିକ ଏବଂ ବୈଦେଶିକ ସମ୍ପର୍କଗୁଡ଼ିକୁ ମଧ୍ୟ ବହୁଳ ରୂପେ ନିୟନ୍ତ୍ରଣ କରିଥିବାର ପ୍ରମାଣ ମିଳେ। ଭାରତ ଉପମହାଦେଶ ଭୌଗୋଳିକ, ଭୌତିକ ଗଠନ, ବୈଶିଷ୍ଟ୍ୟ, ପରିଦୃଷ୍ଟି, ବିଭିନ୍ନ ଆଞ୍ଚଳିକ ପରିବେଶ ଏବଂ ଭୌଗୋଳିକ ସ୍ଥିତି, ଏହାର ପୃଥକ ଅଞ୍ଚଳରେ ନାନା ସ୍ତରରେ ସାଂସ୍କୃତିକ ସମୂହର ସହାବସ୍ଥାନ ହେବାକୁ ସମ୍ଭବ କରିପାରିଛି। ଏଥିପାଇଁ ଏକ ନିର୍ଦ୍ଦିଷ୍ଟ ସମୟ ଖଣ୍ଡରେ ସମଗ୍ର ଭାରତରେ ଗୋଟିଏ ଶୈଳୀର ସଂସ୍କୃତି ଦେଖାଯାଇ ନଥାଏ। ଏଣୁ ପାରିପାର୍ଶ୍ୱିକ ଅବସ୍ଥା ଉପରେ ନିର୍ଭର କରି ଭାରତର ବିଭିନ୍ନ ଅଞ୍ଚଳରେ ବହୁ ଯୁଗୋପଯୋଗୀ ଅତ୍ୟନ୍ତ ଜଟିଳ ସଂସ୍କୃତି ଗୁଡ଼ିକ ଅଭ୍ୟୁଦୟ ହୋଇଥିଲା। ସାଂସ୍କୃତିକ ସ୍ତର ପରେ ଭୌଗୋଳିକ ସ୍ଥିତି ମଧ୍ୟ ଗୋଟିଏ ଅଞ୍ଚଳର ଯୋଗାଯୋଗ ବ୍ୟବସ୍ଥାକୁ ନିୟନ୍ତ୍ରଣ କରିଥାଏ। ଏହା ଉଲ୍ଲେଖନୀୟ ଅଟେ ଯେ ପ୍ରମୁଖ ନଦୀ ଉପତ୍ୟକା ଗୁଡ଼ିକରେ ସଭ୍ୟତା ସ୍ଥାପନ ଆକର୍ଷଣୀୟ ଥିବାବେଳେ ଜନଜାତି ଅଧ୍ୟୁଷିତ ଅଞ୍ଚଳ ଗୁଡ଼ିକରେ ସଭ୍ୟତା ସ୍ଥାପନ ଆକର୍ଷଣୀୟ ଥିଲା। ସଭ୍ୟତା ସ୍ଥାପନର ଏପରି ଆକର୍ଷଣୀୟ ଏବଂ ଅନାକର୍ଷଣୀୟ ଅଞ୍ଚଳ ଗୁଡ଼ିକ ମଧ୍ୟବର୍ତ୍ତୀ ସ୍ଥାନରେ ଅପେକ୍ଷାକୃତ ବିଚ୍ଛିନ୍ନ ଅଞ୍ଚଳମାନ ରହୁଥିଲା। ଯଦିଓ କୌଣସି ଏକ ଦେଶର ଇତିହାସ ଏବଂ ଏହାର ପରିବେଶ ପରସ୍ପର ପରିପୂରକ ଅଟନ୍ତି, ତଥାପି କେବଳ ଭୌଗୋଳିକ ଉପରେ ନିର୍ଭର କରି କୌଣସି ଜାତିର ସମ୍ପୂର୍ଣ୍ଣ ଇତିହାସକୁ ପ୍ରସ୍ତୁତ କରାଯାଇ ପାରେ ନାହିଁ। ଏଥିରେ ଦ୍ୱିମତ ନାହିଁ ଯେ ଇତିହାସ ପ୍ରସ୍ତୁତିରେ ଭୌଗୋଳିକ ବୈଶିଷ୍ଟ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଅଛି। ମାତ୍ର ଇତିହାସ ପ୍ରସ୍ତୁତି ପାଇଁ ଏହାକୁ ଏକମାତ୍ର ମୌଳିକ ଆଧାର ରୂପେ ଅଭିହିତ କରାଯାଇ ପାରିବ ନାହିଁ। ଇତିହାସର ପ୍ରସ୍ତୁତିର ପ୍ରକୃତ ମୌଳିକ ସଞ୍ଚାଳକ ଆଧାର ହେଉଛି ସାମାଜିକ ଜୀବ ମନୁଷ୍ୟ। ଜୀବନକୁ ଅଧିକ ବିକଶିତ, ଶାନ୍ତିପୂର୍ଣ୍ଣ ଏବଂ ଉପଭୋଗ୍ୟ କରିବାର କ୍ରମାଗତ ଅଦମ୍ୟ ସାମୂହିକ ପରିବର୍ତ୍ତନୀୟ ପ୍ରଚେଷ୍ଟା ଏକ ଜାତିର ଇତିହାସକୁ ମୌଳିକ ରୂପେ ସୃଷ୍ଟି କରିଥାଏ। ଏହା ସତ୍ତ୍ୱେ ହେଲେ ମଧ୍ୟ ପ୍ରାରମ୍ଭିକ ମଧ୍ୟଯୁଗୀୟ ଇତିହାସକୁ ପୁନର୍ଗଠନ କରିବାରେ ତତ୍କାଳୀନ ଭାରତର ଭୌଗୋଳିକ ପୃଷ୍ଠଭୂମି ବିଷୟକ ଜ୍ଞାନକୁ ଅଣଦେଖା କରାଯାଇପାରେ।
ଐତିହାସିକ ଭୌଗୋଳିକ ଉପାଦାନ। Sources of Indian Geography, Historical Geography। ପ୍ରାରମ୍ଭିକ ମଧ୍ୟଯୁଗୀୟ ଭାରତର ଖ୍ରୀଷ୍ଟୀୟ ଅଷ୍ଟାଦଶ ଶତାବ୍ଦୀ ବସବାସ କରୁଥିବା ବିଦ୍ୱାନ ଭବଭୂତିଙ୍କ ଦ୍ୱାରା ଅଙ୍କନ କରାଯାଇଥିବା ଚିତ୍ରକଳା ଗୁଡ଼ିକରୁ ଭାରତର ବିଭିନ୍ନ ଭୌଗୋଳିକ ଅଞ୍ଚଳ ଗୁଡ଼ିକୁ ଛବିର ସ୍ଥୂଳ ସୂଚନା ପ୍ରାପ୍ତ ହୋଇଥାଏ। ଭାରତୀୟ ବ୍ରାହ୍ମଣ ପୁରୋହିତ ମାନଙ୍କୁ ସେମାନଙ୍କ ପୃଷ୍ଠପୋଷକ ମାନଙ୍କ ଦ୍ୱାରା ପ୍ରଦତ୍ତ ଭୂମି ଅନୁଦାନ ପତ୍ର ଗୁଡ଼ିକରେ ସେଗୁଡ଼ିକର ଚତୁଃପାର୍ଶ୍ୱ ପରିସୀମାକୁ ସ୍ପଷ୍ଟ ରୂପେ ବର୍ଣ୍ଣନା କରାଯାଇଥିବାର ପ୍ରମାଣିତ ହୁଏ ଯେ ଭାରତୀୟମାନେ ବିଭିନ୍ନ ଭୌଗୋଳିକ ଅଞ୍ଚଳ ମାନଚିତ୍ର ମଧ୍ୟ ପ୍ରସ୍ତୁତ କରିବାରେ ଦକ୍ଷତା ଅର୍ଜନ କରିଥିଲେ। ଏପରି ଏକ ଦସ୍ତାବିଜରେ ଅନୁଦାନ ପ୍ରଦତ୍ତ ଭୂସମ୍ପତ୍ତିର 75 ଗୋଟି ବିଶେଷତା ବିସ୍ତୃତ ବର୍ଣ୍ଣନା କରାଯାଇଥିବାର ପରିଦୃଶ୍ୟ ହୁଏ। ତାଙ୍କ ରାଜବଂଶର ବର୍ଣ୍ଣନା ଥିବା ଏକ ଚୀନା ବିବରଣୀରୁ ଜ୍ଞାତ ହୁଏ ଯେ ଭାରତରେ ଶାସନ କରୁଥିବା ଜନୈକ ରାଜାଙ୍କ ଦ୍ୱାରା ଟାଙ୍ଗ ବଂଶୀୟ ରାଜା ୱାକୁଓ୍ୱେନ୍ସାଙ୍କ ମାଧ୍ୟମରେ ତାଙ୍କ ଭାରତୀୟ ଶାସିତ ଅଞ୍ଚଳ ଏକ ମାନଚିତ୍ରର ଉପହାର ସ୍ୱରୂପ ପ୍ରଦାନ କରାଯାଇଥିଲା। ଖ୍ରୀଷ୍ଟୀୟ ନବମ ଶତାବ୍ଦୀରେ ଆରବାସୀଙ୍କ ଖଲିଫା ଅଲ ମାମୁଦଙ୍କ ଅଧୀନସ୍ଥ ଇସଲାମୀୟ ଭୌଗୋଳିକ ଟୋଲେମୀଙ୍କ ଦ୍ୱାରା ପ୍ରସ୍ତୁତ ଭାରତୀୟ ଅଞ୍ଚଳ ମାନଚିତ୍ରରେ ଉନ୍ନତି ଆଣି ସେଥିରେ ଭାରତ ମହାସାଗରକୁ ଏକ ମୁକ୍ତ ଜଳଧାରା ରୂପେ ଉପସ୍ଥାପିତ କରିଥିଲେ। ଟୋଲେମୀ ଏହାକୁ ଏକ ସ୍ଥଳଭାଗ ଘେରା ବିସ୍ତୃତ ଜଳାଧାର ରୂପେ ଚିତ୍ରିତ କରିଥିଲେ। ଇରାନୀୟ ଭୌଗୋଳିକ ଆବୁ ମହମ୍ମଦ ଅଲ ହାସାନ ଅଲ ହାମଦାନୀ ଓ ହଫସ ଅଲ ହସିବ ଅଲ ମଦୱିଜୀ ଭାରତୀୟ ଜ୍ୟୋତିର୍ବିଜ୍ଞାନୀ କେନ୍ଦ୍ର ଉଜ୍ଜୟିନୀକୁ ସେମାନଙ୍କ ମାନଚିତ୍ର ମୌଳିକ ମେରିଡିୟନ ରୂପେ ପ୍ରଦର୍ଶିତ କରିଛନ୍ତି। ପ୍ରାରମ୍ଭିକ ଏକାଦଶ ଶତାବ୍ଦୀରେ ପାରସିକ ଭୌଗୋଳିକ ଆବୁ ରୋହାନ ବିରୁଣା ଭାରତ ଭ୍ରମଣରେ ଆସି ଏହାର ଭୂଗୋଳକୁ ବିସ୍ତୃତ ରୂପେ ଅଧ୍ୟୟନ କରିଥିଲେ। ନଗର ଗୁଡ଼ିକ ମାନଚିତ୍ର ପ୍ରସ୍ତୁତ କରିବା ଏବଂ ନଗର ଗୁଡ଼ିକ ମଧ୍ୟସ୍ଥ ପରସ୍ପର ଦୂରତ୍ୱକୁ ନିର୍ଭର କରିବାରେ ସେ ସିଦ୍ଧହସ୍ତ ଥିଲେ। ଭାରତୀୟ ଉପମହାଦେଶର ପଶ୍ଚିମାଞ୍ଚଳରେ ଥିବା ଅନେକ ନଗର ଗୁଡ଼ିକ ମାନଚିତ୍ର ତାଙ୍କ ଦ୍ୱାରା ପ୍ରସ୍ତୁତ ହେବା ସହ ସେଗୁଡ଼ିକ ମଧ୍ୟସ୍ଥ ଦୂରତ୍ୱ ସେ ନିର୍ଭୁଲ ରୂପେ ନିର୍ଣ୍ଣୟ କରିପାରିଥିଲେ। ଆରବ ଭୌଗୋଳିକ ମହମ୍ମଦ ଅଲ ଇଦ୍ରିସିଙ୍କ ଦ୍ୱାରା 1154 ଖ୍ରୀଷ୍ଟୀୟରେ ପ୍ରସ୍ତୁତ କରାଯାଇଥିବା ଟାବୁଲା ରୋଗେରିଆନ ବିଶ୍ୱ ମାନଚିତ୍ର ସାରଣୀ ୱାର୍ଲଡ ଆଟ୍ଲାସରେ ଭାରତ ଏବଂ ଏହାର ପଡ଼ୋଶୀ ଦେଶ ଗୁଡ଼ିକର ମାନଚିତ୍ର ଓ
ଭୌଗୋଳିକ ବିଷୟରେ ଏକ ପରିଚ୍ଛେଦ ଅନ୍ୱେଷିତ କରାଯାଇଛି। ଇଟାଲୀୟ ବିଦ୍ୱାନ ବ୍ରାନସିଂ ଲୋରେଞ୍ଜା ପୁଲିଙ୍କ ଦ୍ୱାରା ରଚିତ ମିରନମ୍ ଓପୁସ୍ ଲା କାର୍ଟୋଗ୍ରାଫିଆ ଆଣ୍ଟିକା ଡେଲ୍ ଇଣ୍ଡିଆ ପୁସ୍ତକରେ ସେ ଅନେକ ଭାରତୀୟ ଅଞ୍ଚଳ ମାନଚିତ୍ର ସ୍ଥାନିତ କରିଛନ୍ତି। ଏହି ମାନଚିତ୍ରଙ୍କ ମଧ୍ୟରୁ ଦୁଇଗୋଟି ମାନଚିତ୍ର ବହୁ ପରିଚିତ। କାଶ୍ମୀର ସାହିତ୍ୟିକ କ୍ଷେମେନ୍ଦ୍ର ଖ୍ରୀଷ୍ଟୀୟ ଏକାଦଶ ଶତାବ୍ଦୀଙ୍କ ମୌଳିକ ପାଣ୍ଡିଲିପି ଲୋକପ୍ରକାଶର ବର୍ଣ୍ଣନା ଆଧାରରେ ରଚନା କରାଯାଇଛି। ଫ୍ରାନ୍ସେସ୍କୋ ପୁଲିଙ୍କ ମାନଚିତ୍ର ପ୍ରସ୍ତୁତିର ଆଧାର ରୂପେ ବ୍ୟବହୃତ ହୋଇଥିବା ଅନ୍ୟ ଏକ ପାଣ୍ଡୁଲିପି ଥିଲା ସଂଗ୍ରହଣୀ ବ୍ରିଟାନିକା ବିଶ୍ଵକୋଷ। ପ୍ରାରମ୍ଭିକ ସଂକଲନଗୁଡ଼ିକରେ ଭାରତର ଦ୍ରାବିଡ଼ମାନଙ୍କ ଦ୍ୱାରା ଅଙ୍କିତ ମାନଚିତ୍ର ସାରଣୀଗୁଡ଼ିକ ବିଷୟ ବର୍ଣ୍ଣିତ ହୋଇଛି। ଭାରତରେ ନକ୍ସା ପ୍ରସ୍ତୁତିକରଣ ପ୍ରକ୍ରିୟା ତିବ୍ଦତୀୟ ନକ୍ସା ଅଙ୍କନକୁ ପ୍ରଭାବିତ କରିଥିଲା। ତିବ୍ଦତୀୟରୁ ଭାରତ ପ୍ରସ୍ତୁତ ଅନେକ ମାନଚିତ୍ରର ଆବିଷ୍କାର ଏହା ପ୍ରମାଣିତ ହୁଏ। ଇସଲାମ ନକ୍ସା ପ୍ରସ୍ତୁତିକାରୀମାନେ ଭାରତ ସହ ସମ୍ପର୍କ ସ୍ଥାପନ କରି ନକ୍ସା ପ୍ରସ୍ତୁତ ବିଦ୍ୱାନ ଦ୍ୱାରା ବହୁଳ ରୂପେ ପ୍ରଭାବିତ ହୋଇଥିଲେ। ଭାରତୀୟ ଇତିହାସ ଉପରେ ଭୌଗୋଳିକ ପ୍ରଭାବ ଇମ୍ପାକ୍ଟ ଅଫ୍ ଜିଓଗ୍ରାଫି ଅନ୍ ଇଣ୍ଡିଆନ୍ ହିଷ୍ଟୋରୀ। ମନୁଷ୍ୟ ଜାତି ପ୍ରାଚୀନ କାଳରୁ ପ୍ରତିକୂଳ ପରିବେଶ ପରିତ୍ୟାଗ ପୂର୍ବକ ଅନ୍ୟ ଅପେକ୍ଷାକୃତ ଅନୁଭୂତ ପରିବେଶକୁ ସ୍ଥାନାନ୍ତରିତ ହେବାର ଇତିହାସ ସାର୍ବଜନୀନ ରୂପେ ସମସ୍ତ ସଭ୍ୟତାରେ ପରିଦୃଶ୍ୟ ହୁଏ। ଜନବସତି ବିକାଶ ପାଇଁ ଏକ ସ୍ଥାନର ଭୌଗୋଳିକ ଅବସ୍ଥିତି, ଜଳର ଉପଲବ୍ଧତା ଏବଂ ଆଞ୍ଚଳିକ ପାଣିପାଗର ଭୂମିକା ଗୁରୁତ୍ୱପୂର୍ଣ୍ଣ ଅଟେ। ଖାଦ୍ୟ, ଜଳ, ବସ୍ତ୍ର ଏବଂ ବାସଗୃହ ପରି ମୌଳିକ ଆବଶ୍ୟକତା ଗୁଡ଼ିକ ଉପଲବ୍ଧ ହେବା ପରେ ମନୁଷ୍ୟ ତାହାର ଜୀବନଶୈଳୀ ଏବଂ ବିଚାରଧାରାକୁ ମାର୍ଜିତ ତଥା ବିକଶିତ କରିବା ପାଇଁ ଯତ୍ନ କରିଥାଏ। ଏହି ଉଭୟ ପ୍ରସଙ୍ଗ ମନୁଷ୍ୟର ଚତୁଃପାର୍ଶ୍ୱସ୍ଥ ପରିବେଶ, ସ୍ଥାନୀୟ ଭୌଗୋଳିକ ଅବସ୍ଥିତି ଏବଂ ଆଞ୍ଚଳିକ ଜଳବାୟୁ ଦ୍ୱାରା ବିଶେଷ ରୂପେ ପ୍ରଭାବିତ ହୋଇଥାଏ। ଏହି ଦୃଷ୍ଟିରୁ ବିଚାର କଲେ ଭାରତ ଏହା ସୁବିସ୍ତୃତ କଳେବର ଏବଂ ବିଭିନ୍ନତା ପୂର୍ଣ୍ଣ ଭୌଗୋଳିକ ବିଶେଷତା ପାଇଁ ସୁବିଦିତ ଅଟେ। ଭାରତରେ ମାଲମାଲ ତୁଷାରାବୃତ ସୁଉଚ୍ଚ ପର୍ବତଶ୍ରେଣୀ ସହ ବହୁ ଘଞ୍ଚ ଅରଣ୍ୟ ପରିପୂର୍ଣ୍ଣ ପାହାଡ଼ମାଳା
ମଧ୍ୟ ଅଛି। ଏହା ବିସ୍ତୃତ ସମତଳ ଭୂମି ଗୁଡ଼ିକରୁ ବର୍ଷ ବର୍ଷ ଧରି ବିପୁଳ ରାଶିର ବିବିଧ ଫସଲ ଉତ୍ପାଦିତ ହୋଇ ଆସୁଅଛି। ସମଗ୍ର ଦେଶ ଜାଲ ପରି ବିଛାଇ ହୋଇଥିବା ବହୁ ସଂଖ୍ୟକ ନଦ ନଦୀ ଗୁଡ଼ିକ ଏହାର ଜନବସତି ଗୁଡ଼ିକୁ ଜୀବନ ପ୍ରଦାନ ହୁଏ ନାହିଁ। ଏହାର ଉଚ୍ଚ ଅରଣ୍ୟ ଗୁଡ଼ିକ ବିଭିନ୍ନ ଉଦ୍ଭିଦ ରାଜି ଏବଂ ପ୍ରାଣୀ ସମୂହ ମାନଙ୍କର ଅଭୟାରଣ୍ୟ ଅଟେ। ଜଳବାୟୁ ଦୃଷ୍ଟିରୁ ଭାରତରେ ମେରୁ ଅଞ୍ଚଳରେ ଶୀତଳତା ଠାରୁ ବିଷୁବ ଅଞ୍ଚଳରେ ଉତ୍ତପ୍ତତା ପର୍ଯ୍ୟନ୍ତ ପ୍ରତ୍ୟେକ ପ୍ରକାରର ଜଳବାୟୁକୁ ସ୍ଥାନାନୁକୂଳ ରୂପେ ଅନୁଭବ କରିହୁଏ। ଉତ୍ତର ଭାରତରେ ଉଚ୍ଚ ଅଞ୍ଚଳ ଗୁଡ଼ିକରେ ହିମଶୀତଳ ବାୟୁ ପ୍ରବାହ ଏବଂ ତୁଷାରପାତ ଦେଖିବାକୁ ମିଳେ। ରାଜସ୍ଥାନରେ ସମତଳ ଭୂମି ଗୁଡ଼ିକରେ ପ୍ରଖର ଗ୍ରୀଷ୍ମ ଏବଂ ପ୍ରବଳ ଧୂଳି ଝଡ଼ ଅନୁଭୂତ ହୁଏ। ଉପକୂଳବର୍ତ୍ତୀ ଅଞ୍ଚଳ ଗୁଡ଼ିକରେ ଦ୍ରୁତ ଗତିରେ ବାତ୍ୟା ଝଡ଼ ଗୁଡ଼ିକର ସମ୍ମୁଖୀନ ହେବାକୁ ପଡ଼େ। ଉତ୍ତର ପୂର୍ବାଞ୍ଚଳରେ ପରିଦୃଷ୍ଟି ଚିରହରି ତରାଇ ବର୍ଷା ଅରଣ୍ୟ ଗୁଡ଼ିକ ସେହି ଅଞ୍ଚଳର ବହୁଳ ବୃଷ୍ଟିପାତକୁ ପ୍ରମାଣିତ କରେ। ଏହି ସମସ୍ତ ପ୍ରାକୃତିକ ଅବସ୍ଥା ଗୁଡ଼ିକୁ ଭାରତକୁ ବିଭିନ୍ନ ଅଞ୍ଚଳ ଏକକରେ ବିଭକ୍ତ କରେ, ଯେଉଁ ଗୁଡ଼ିକର ଇତିହାସ ପ୍ରତ୍ୟେକ ଅଞ୍ଚଳ ପାଇଁ ସ୍ୱତନ୍ତ୍ର ଅଟେ।